ପିଲାମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜି ପୁଣି ଆମେ ଷଷ୍ଠ ଶ୍ରେଣୀ ଇତିହାସ ବହିର ପ୍ରଥମ ଚାଷୀ ଓ ପଶୁପାଳନ ତାର ପ୍ରଶ୍ନ ଉତ୍ତର କରିବା। ଏମିତି ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନକୁ ଦବାଇ ଦିଅ। ତ ଚାଲ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପ୍ରଥମେ ଦେଇଛି ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ। କ ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀକୁ କିପରି ପ୍ରଭାବିତ କରିଛି? ଉତ୍ତର ହୋଇଯିବ ପ୍ରାୟ 12,000 ବର୍ଷ ପୂର୍ବେ ପୃଥିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଦେଖା ଦେଇଥିଲା। ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା। ତେଣୁ ହରିଣ, ଛେଳି, ମେଣ୍ଢା ଓ ଗାଈଗୋରୁ ଆଦିମାନେ ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ। ଚାଷ କରିବା ସହିତ ଲୋକମାନେ ପଶୁପାଳନ କଲେ। ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା। କୁକୁରକୁ ପ୍ରଥମେ ପୋଷା ପ୍ରାଣୀ ରୂପେ ରଖାଗଲା। ତାପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ। ହିଂସ୍ରଜନ୍ତୁମାନଙ୍କଠାରୁ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବା ପାଇଁ ମନୁଷ୍ୟ ଚେଷ୍ଟା କଲା। ପ୍ରଶ୍ନ ନମ୍ବର ଖ ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ କେଉଁ ପ୍ରକାରର ପରିବର୍ତ୍ତନ ଦେଖାଦେଲା? ଉତ୍ତର ହୋଇଯିବ ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ତ୍ରରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ମନୁଷ୍ୟ ଧାତୁର ବ୍ୟବହାର କରିବା ବିଷୟରେ ଜାଣିଥିଲେ। ତ କ'ଣ ହେଲା? ନୂତନ ପ୍ରସ୍ତର ଯୁଗର ଲୋକମାନେ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ତ୍ର ବା ହାଡ଼ରୁ ତିଆରି ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଲାଗିଲା। ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତ ହତିଆର ବ୍ୟବହାର କରାଯାଉଥିଲା। ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା। କେଉଁ ଧାତୁକୁ? ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା। ତମ୍ବା ସହିତ ଟିଣ, ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରାଗଲା। ତେଣୁ ଏହି ଯୁଗକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ। କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳେ। କର୍ଣ୍ଣାଟକର ମହୀଶୂରଠାରେ ତାମ୍ର ପ୍ରସ୍ତର ଯୁଗର କଂସା ଧାତୁରେ ତିଆରି ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳେ। ପ୍ରଶ୍ନ ନମ୍ବର ଗ ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ି ଉଠିଥିଲା? ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁଠାରେ ଗଢ଼ି ଉଠିଥିଲା? ଏହି ତଥ୍ୟ ସପକ୍ଷରେ କେତୋଟି ସୂଚନା ପ୍ରଦାନ କର। କର ଉତ୍ତର ହୋଇଯିବ ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର ମେହେରଗଡ଼ଠାରେ ଗଢ଼ି ଉଠିଥିଲା। କେଉଁଠାରେ? ମେହେରଗଡ଼ଠାରେ ଗଢ଼ି ଉଠିଥିଲା। ଏଠାରେ ଲୋକମାନେ ଗ୍ରାମ ସ୍ଥାପନ କରି ଚାଷ କାର୍ଯ୍ୟ ଓ ସ୍ଥାୟୀ ଭାବରେ ବସବାସ କରିଥିଲେ। ପୋଡ଼ା ଶସ୍ୟ ଓ ବିଭିନ୍ନ ପଶୁମାନଙ୍କର ଅସ୍ତିତ୍ୱ ଏଠାରେ ମିଳିଅଛି। ପ୍ରାୟ ଖ୍ରୀଷ୍ଟପୂର୍ବ 7,000 ବର୍ଷ ପୂର୍ବେ ଏଠାରେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସତି ସ୍ଥାପନର ସୂଚନା ମିଳିଛି। ମେହେରଗଡ଼ରେ ଥିବା ଗୃହଗୁଡ଼ିକ ମାଟିରେ ନିର୍ମାଣ କରାଯାଇଥିଲା ଓ ଅତି ସାଧାରଣ ଗୃହ ଥିଲା। ସେହି ଘରଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା। ସେଠାରୁ ପଥର, ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, କାଚମାଳି ମାଟିପାତ୍ର ଗୁଡ଼ିକ ବିଭିନ୍ନ ଚିତ୍ର ଦ୍ୱାରା ସୁନ୍ଦର ଭାବେ ତିଆରି କରାଯାଉଥିଲା। ସେହି ସମୟରେ ମୃତ ବ୍ୟକ୍ତିମାନଙ୍କୁ ସମାଧି ଦିଆଯାଉଥିଲା। ମୃତ ଶରୀରକୁ ଯତ୍ନର ସହିତ ସତ୍କାର କରିବା ମେହେରଗଡ଼ ଲୋକମାନଙ୍କର ଏକ ବିଶେଷ ସତ ଥିଲା। ପ୍ରଶ୍ନ ନମ୍ବର ଘ ଉତ୍ତର ପୂର୍ବ ଭାରତରେ କିପରି ନୂତନ ପ୍ରସ୍ତର ଯୁଗର ସୂଚନା ମିଳିଛି? ଉତ୍ତର ହୋଇଯିବ ଭାରତର ଉତ୍ତର ପୂର୍ବ ଭାଗର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଥିଲା। ସେଥିମଧ୍ୟରୁ ଆସାମର ଦୁଜାଲି ହାଡ଼ି ଏକ ପ୍ରସିଦ୍ଧ ସ୍ଥାନ। ଏଠାରୁ ଚିକ୍କଣ ପଥରରେ ନିର୍ମିତ ହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି। କେଉଁଠାରୁ? ଦୁଜାଲି ହାଡ଼ିଠାରୁ। ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ। କେଉଁ ନାମକ? ଜେଡ୍ ନାମକ ଏକ ମୂଲ୍ୟବାନ ପଥର। ଜୀବାବଶେଷରୁ ତିଆରି ବିଭିନ୍ନ ହାତ ହତିଆର ଓ ପେଷଣ ଯନ୍ତ୍ରର ମଧ୍ୟ ଆବିଷ୍କାର କରାଯାଇଛି। ସେ ସମୟରେ ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖିବା ପାଇଁ ମାଟିପାତ୍ରର ବହୁଳ ବ୍ୟବହାର କରାଯାଉଥିଲା। ମେଘାଳୟରେ ଥିବା ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ। ପ୍ରଶ୍ନ ନମ୍ବର 2 ଦେଇଛି ସଂଖ୍ୟା ପରେ ଉତ୍ତର ଦିଅ। କରେ ଦେଇଛି ପ୍ରଶ୍ନ କର ଅଛି ଆଦିମାନବ କିପରି ଚାଷ ଓ ପଶୁପାଳନ କରିପାରିଥିଲା ବା ହୋଇପାରିଥିଲା? ଆଦିମାନବ ପ୍ରଥମେ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା। ତାପରେ ଚାଷ କାର୍ଯ୍ୟ ଆରମ୍ଭ କଲା।
ତ ସେମାନେ ଫଳମୂଳ ଖାଇ ତାକୁ ଫିଙ୍ଗି ଦେଉଥିଲେ। ତ ଦେଖିଲେ ଯେ ସେ ଫଳର ମଞ୍ଜିରୁ ଗଛ ସୃଷ୍ଟି ହେଉଛି, ତେଣୁ ପାଇଁ ସେମାନେ ସେଥିରୁ ଚାଷ କରିବା ଆରମ୍ଭ କଲେ। ଜଳବାୟୁର ତାପମାତ୍ରା ବଢ଼ିବା ଯୋଗୁଁ ଘାସ ଜାତୀୟ ଗଛ ଦେଖାଯିବାରୁ ଆଦିମାନବ ପଶୁପାଳନ କାର୍ଯ୍ୟ ମଧ୍ୟ ଆରମ୍ଭ କଲା। ତେଣୁ ସେ ଚାଷୀ ଓ ପଶୁପାଳନ ହୋଇ ପାରିଥିଲା। ପ୍ରଶ୍ନ ନମ୍ବର ଖ, ମେହେରଗଡ଼ରୁ ନୂତନ ପ୍ରସ୍ତର ଯୁଗ ବିଷୟରେ କ'ଣ ଜାଣିଲ? ଖ୍ରୀଷ୍ଟପୂର୍ବ 7000 ବର୍ଷ ପୂର୍ବେ ପାକିସ୍ତାନରେ ଥିବା ମେହେରଗଡ଼ର ଗ୍ରାମମାନଙ୍କରେ ଲୋକମାନେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରୁଥିବାର ଜଣାଯାଏ। ଏଠାରେ ଥିବା ଘରଗୁଡ଼ିକ ମାଟିରେ ତିଆରି, ବର୍ଗାକାର ଓ ସମକୋଣୀ ଚତୁର୍ଭୁଜ ଆକାରର ଥିଲା। ସେଠାରେ ପଥର, ହାତୁଡ଼ି, ଶାମୁକା, ଅଳଙ୍କାର, ଚୂନାପଥର, ବାଲି ପଥର, ଗାଢ଼ ନୀଳବର୍ଣ୍ଣ ପଥର ଆବିଷ୍କାର କରାଯାଇଛି। ସେହି ଅଞ୍ଚଳର ଲୋକମାନେ ମୃତ୍ୟୁ ପରେ ଜୀବନ ଫେରି ଆସିବାର ବିଶ୍ୱାସରେ ମୃତ ବ୍ୟକ୍ତିମାନଙ୍କୁ ସମାଧି ଦେଉଥିଲେ। ପ୍ରଶ୍ନ ନମ୍ବର ଗ, ଗରେ ଦେଇଛି କି ଧାତୁର ବ୍ୟବହାର ମଣିଷ ପ୍ରଥମେ ଜାଣିଥିଲା? ଉତ୍ତର ହୋଇଯିବ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଲୋକମାନେ ଧାତୁର ବ୍ୟବହାର ବିଷୟରେ ଜାଣିଲେ। ମଣିଷ ପ୍ରଥମେ ତମ୍ବା ଧାତୁକୁ ବ୍ୟବହାର କରିଥିଲା। ପରେ ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସ ଧାତୁ ତିଆରି କରିଥିଲା। ପ୍ରଶ୍ନ ନମ୍ବର ଘ, ଘରେ ଦେଇଛି ବୁରହାଜମରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ଲେଖ। ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ 20 କିଲୋମିଟର ଦୂରରେ ଅବସ୍ଥିତ ବୁରହାଜମରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟି ତଳେ ବିଶାଳ ଗର୍ଭଗୃହରେ ରହୁଥିଲେ। ମାଟିରେ ଥିବା ପ୍ରବେଶ ଦ୍ୱାରର ଆକାର ଗୋଲାକାର ଥିଲା। ସେମାନେ ପାହାଚ ସାହାଯ୍ୟରେ ତଳକୁ ପ୍ରବେଶ କରୁଥିଲେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଗର୍ଭଗୃହରେ ରହୁଥିଲେ। ଏହା ଭିତରେ ଅସ୍ଥି ନିର୍ମିତ ହାତ ହତିଆର, ପୋଡ଼ା ପାଉଁଶ, କାଠ, କୋଇଲା ଓ ଚିକ୍କଣ ପାତ୍ରର ଭଗ୍ନାବଶେଷ ଦେଖିବାକୁ ମିଳେ। ପ୍ରଶ୍ନ ନମ୍ବର 3, 3 ଦେଇଛି ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖ। କହ ଦେଇଛି ନୂତନ ପ୍ରସ୍ତର ଯୁଗରେ କ'ଣ କ'ଣ ପରିବର୍ତ୍ତନ ଦେଖାଯାଇଥିଲା? ଉତ୍ତର ହେବ ନୂତନ ପ୍ରସ୍ତର ଯୁଗରେ କୃଷି ସହିତ ପଶୁପାଳନ କରାଗଲା ଓ ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତ ହତିଆର ତିଆରି ହୋଇ ବ୍ୟବହାର କରାଗଲା। ପ୍ରଶ୍ନ ନମ୍ବର ଖ, ଆଦିମାନବ ଚାଷ କାର୍ଯ୍ୟ କିପରି ଆରମ୍ଭ କଲା? ଉତ୍ତର ଯିବ ଆଦିମାନବ ଚାଷ କାର୍ଯ୍ୟ କିପରି ଆରମ୍ଭ କଲା ସେ ବିଷୟରେ ଠିକ୍ ଭାବେ ଜଣା ନାହିଁ, କିନ୍ତୁ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ନିଜେ ଚାଷ କାର୍ଯ୍ୟ ଆରମ୍ଭ କରିଥିବ ବୋଲି ଅନୁମାନ କରାଯାଏ। ପ୍ରଶ୍ନ ନମ୍ବର ଗ, ଚାଷ କାର୍ଯ୍ୟର ଉପକାରିତା କ'ଣ ଥିଲା? ଚାଷ କାର୍ଯ୍ୟ ଯୋଗୁଁ ଲୋକମାନେ ସ୍ଥାନ ପରିବର୍ତ୍ତନ ନ କରି ଗୋଟିଏ ସ୍ଥାନରେ ରହିବାକୁ ପସନ୍ଦ କଲେ। ସେଠାରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁଙ୍କୁ ଶିକାର କଲେ। ତ ଚାଷ କାର୍ଯ୍ୟର ଉପକାରିତା ଏହା ଯେ ସେମାନେ ଚାଷ କାର୍ଯ୍ୟ ନ ଜାଣିଥିବା ପୂର୍ବରୁ ସେମାନେ ଗୋଟିଏ ସ୍ଥାନରେ ରହି ବା ସେଠାରେ ଫଳମୂଳ ସରିଗଲେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ କରୁଥିଲେ, ସେଠାରେ ପୁଣି ଫଳମୂଳ ସରିଗଲେ ଅନ୍ୟ ସ୍ଥାନକୁ ଯାଉଥିଲେ, କିନ୍ତୁ ଚାଷ କାର୍ଯ୍ୟ ଜାଣିବା ପରେ ସେମାନେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ହୋଇ ରହିଲେ। ପ୍ରଶ୍ନ ନମ୍ବର ଘ, ପ୍ରଶ୍ନ ନମ୍ବର ଘ, ତୃଣଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ କି ପରିବର୍ତ୍ତନ ଆସିଥିଲା? ଉତ୍ତର ହୋଇଯିବ ତୃଣଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ। ସେହି ପଶୁମାନଙ୍କ ଆବଶ୍ୟକତା ଜାଣି ଲୋକମାନେ କୃଷି କାର୍ଯ୍ୟ ସହିତ ନିୟମିତ ଭାବେ ପଶୁପାଳନ କଲେ। ପ୍ରଶ୍ନ ନମ୍ବର ୱ, ତାମ୍ର ପ୍ରସ୍ତର ଯୁଗ କହିଲେ କ'ଣ ବୁଝ? ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ଲୋକମାନେ ତମ୍ବା ଏବଂ ତମ୍ବା ସହିତ ଟିଣ ଓ ଦକ୍ତା ମିଶ୍ରିତ ବ୍ରୋଞ୍ଜ ଧାତୁର ବ୍ୟବହାର ଜାଣିଲେ। ଏହି ସମୟରେ ଉଭୟ ପଥର ଏବଂ ତମ୍ବା ବ୍ରୋଞ୍ଜ ଧାତୁ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିବାରୁ ଏହାକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ। କାହିଁକି? ଏହା ସହିତ ସେମାନେ ତମ୍ବା ବ୍ରୋଞ୍ଜ ଧାତୁର ବ୍ୟବହାର କରୁଥିଲେ, ସେଥିପାଇଁ ତାହାକୁ ତାମ୍ର ପ୍ରସ୍ତର ଯୁଗ ବୋଲି କୁହାଯାଏ। ପ୍ରଶ୍ନ ନମ୍ବର ଚ, ବୁରହାଜମର ଗର୍ଭଗୃହ କ'ଣ ପାଇଁ ବ୍ୟବହୃତ ହେଉଥିଲା? ଉତ୍ତର ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବୁରହାଜମର ଗର୍ଭଗୃହକୁ ବ୍ୟବହାର କରୁଥିଲେ। ପ୍ରଶ୍ନ ନମ୍ବର ଛ, କେଉଁ ସ୍ଥାନରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି? ଉତ୍ତର ହୋଇଯିବ ଆସାମର ଦୁଜାଲି ହାଡ଼ିରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି। ପ୍ରଶ୍ନ ନମ୍ବର ଜ, ଆସାମ ବ୍ୟତୀତ ଭାରତର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ଆଉ କେଉଁ ଦୁଇଟି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି? ଉତ୍ତର ହୋଇଯିବ ଆସାମ ବ୍ୟତୀତ ଭାରତର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ମେଘାଳୟ, ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି। କେଉଁ କେଉଁ ସ୍ଥାନରେ? ମେଘାଳୟର ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ଅଞ୍ଚଳରେ। ପ୍ରଶ୍ନ ନମ୍ବର 4, ଶୂନ୍ୟସ୍ଥାନ ପୂରଣ କର।
କହିଛି ପ୍ରାୟ 1.5 ବର୍ଷ ପୂର୍ବେ ପୃଥିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା। କେତେ ବର୍ଷ ପୂର୍ବେ? ଉତ୍ତର ଯିବ 12 ବର୍ଷ ପୂର୍ବେ। କହିଛି ନୂତନ ପ୍ରସ୍ତର ଯୁଗରେ ମିଳିଥିବା ଡେସ୍କ ଫସଲ କାଟିବାରେ ସହାୟକ ହୋଇଥିଲା। ଉତ୍ତର ଦା। ନୂତନ ପ୍ରସ୍ତର ଯୁଗରେ ମିଳିଥିବା ଦା ଫସଲ କାଟିବାରେ ସହାୟକ ହୋଇଥିଲା। ପ୍ରଶ୍ନ ନମ୍ବର ଗ ନୂତନ ପ୍ରସ୍ତର ଯୁଗରେ ଡେସ୍କକୁ ମନୁଷ୍ୟର ପ୍ରଥମ ପୋଷା ପ୍ରାଣୀ ଭାବରେ ଦେଖାଯାଉଥିଲା। କାହାକୁ? କୁକୁରକୁ। ନୂତନ ପ୍ରସ୍ତର ଯୁଗରେ କୁକୁରକୁ ମନୁଷ୍ୟର ପ୍ରଥମ ପୋଷା ପ୍ରାଣୀ ଭାବରେ ରଖାଯାଉଥିଲା ବା ଆଦିମାନବ ପ୍ରଥମେ କୁକୁରକୁ ନିଜର ପୋଷା ପ୍ରାଣୀ ଭାବରେ ରଖିଥିଲା। ଘରେ ଦେଇଛି ପ୍ରଥମେ ଭାରତର ଡେସ୍କ ଅଞ୍ଚଳରେ ନୂତନ ପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା। ଉତ୍ତର କମେଣ୍ଟରେ କୁହ। ପ୍ରଶ୍ନ ନମ୍ବର ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ଡେସ୍କ ଓ ଡେସ୍କର ଥିଲା। ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ମୁଖ୍ୟତଃ ପ୍ରଥମେ ପଥରରେ ଥିଲା, ତାପରେ ଧାତୁର ଥିଲା। ପ୍ରଶ୍ନ ନମ୍ବର ଚ କାଶ୍ମୀରର ଡେସ୍କରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି। ଉତ୍ତର ବୁର୍ଜାହମରେ। କାଶ୍ମୀରର ବୁର୍ଜାହମରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି। ପ୍ରଶ୍ନ ନମ୍ବର 6 ଦୁଜାଲି ହାଡ଼ିରେ ମୂଲ୍ୟବାନ ଜେଡ୍ ପଥର ଡେସ୍କରୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। ଦୁଜାଲି ହାଡ଼ିରେ ମୂଲ୍ୟବାନ ଜେଡ୍ ପଥର ଚୀନରୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। ପ୍ରଶ୍ନ ନମ୍ବର ଜ ମେହେରଗଡ଼ରେ ଘରଗୁଡ଼ିକ ଡେସ୍କ ଅଥବା ଡେସ୍କ ଆକାରରେ ନିର୍ମାଣ କରାଯାଉଥିଲା। କି ଆକାରରେ? ମେହେରଗଡ଼ରେ ଘରଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ ନିର୍ମାଣ କରାଯାଉଥିଲା।